ଶୁଣୁଛନ୍ତି 2 ଡିସେମ୍ବର 2025 ପ୍ରାତଃ ମୁରଲି। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେମାନେ ପ୍ରତିଜ୍ଞା କରିଥିଲ ଯେ ଆପଣ ଯେତେବେଳେ ଆସିବେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ। ଏବେ ବାବା ଆସିଛନ୍ତି ତୁମମାନଙ୍କୁ ପ୍ରତିଜ୍ଞା ମନେ ପକାଇ ଦେବା ପାଇଁ। ତୁମେମାନେ ପ୍ରତିଜ୍ଞା କରିଥିଲ ଯେ ଆପଣ ଯେତେବେଳେ ଆସିବେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ। ଏବେ ବାବା ଆସିଛନ୍ତି ତୁମମାନଙ୍କୁ ପ୍ରତିଜ୍ଞା ମନେ ପକାଇ ଦେବା ପାଇଁ। ପ୍ରଶ୍ନ, କେଉଁ ମୁଖ୍ୟ ବିଶେଷତା କାରଣରୁ କେବଳ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଇପାରିବ? କେଉଁ ମୁଖ୍ୟ ବିଶେଷତା କାରଣରୁ କେବଳ ଦେବତାମାନଙ୍କୁ ହିଁ ପୂଜ୍ୟ କୁହାଯାଇପାରିବ? ଉତ୍ତର, ଦେବତାମାନଙ୍କର ବିଶେଷତା ହେଉଛି ଯେ ସେମାନେ କେବେ ବି କାହାକୁ ମନେ ପକାନ୍ତି ନାହିଁ। ନା ବାବାଙ୍କୁ ମନେ ପକାନ୍ତି, ନା କାହାର ଚିତ୍ରକୁ ମନେ ପକାଇଥାନ୍ତି। ସେଥିପାଇଁ ତାଙ୍କୁ ପୂଜ୍ୟ କୁହାଯିବ। ସେଠାରେ କେବଳ ସୁଖ ହିଁ ସୁଖ ଥାଏ। ସେଥିପାଇଁ କାହାକୁ ମନେ ପକାଇବାର ଆବଶ୍ୟକତା ନଥାଏ। ଏବେ ତୁମେମାନେ ଏକମାତ୍ର ବାବାଙ୍କୁ ମନେ ପକାଇ ଏପରି ପୂଜ୍ୟ ଏବଂ ପବିତ୍ର ହୋଇଯାଉଛ, ଯାହାଦ୍ୱାରା ଆଉ ସ୍ମରଣ କରିବାର ଆବଶ୍ୟକତା ରହିବ ନାହିଁ। ଓମ୍ ଶାନ୍ତି। ମଧୁର ରୁହାନୀ ସନ୍ତାନମାନେ, ତେବେ ରୁହାନୀ ଆତ୍ମା ତ କୁହାଯିବ ନାହିଁ। ରୁହ ଅଥବା ଆତ୍ମା ଏକା କଥା। ରୁହାନୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି। ପୂର୍ବରୁ କେବେ ଆତ୍ମାମାନଙ୍କୁ ପରମ ପିତା ପରମାତ୍ମା ଜ୍ଞାନ ଦେଇନଥିଲେ। ବାବା ନିଜେ କହୁଛନ୍ତି, ମୁଁ ଥରେ ମାତ୍ର କଳ୍ପର ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସେ। ଏପରି ଆଉ କେହି କହିପାରିବେ ନାହିଁ। ସାରା କଳ୍ପରେ ସଙ୍ଗମ ଯୁଗ ବ୍ୟତୀତ ବାବା ସ୍ୱୟଂ କେବେ ଆସନ୍ତି ହିଁ ନାହିଁ। ବାବା ସଙ୍ଗମରେ ହିଁ ଆସନ୍ତି, ଯେତେବେଳେ କି ଭକ୍ତି ଶେଷ ହୋଇଥାଏ ଏବଂ ବାବା ପୁନଃ ପିଲାମାନଙ୍କୁ ଜ୍ଞାନ ଦେଇଥାନ୍ତି। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏହି ପୁରୁଷାର୍ଥ କେତେକ ସନ୍ତାନମାନଙ୍କୁ ବହୁତ କଷ୍ଟକର ବୋଧ ହୁଏ। ପ୍ରକୃତରେ ଏହା ବହୁତ ସହଜ, କିନ୍ତୁ ବୁଦ୍ଧିରେ ଠିକ୍ ଭାବରେ ଧାରଣ ହୁଏ ନାହିଁ। ତେଣୁ ବାବା ବାରମ୍ବାର ବୁଝାଇ ଚାଲିଛନ୍ତି, ହେଲେ ବୁଝାଇଲେ ମଧ୍ୟ ବୁଝୁନାହାନ୍ତି। ସ୍କୁଲରେ ଶିକ୍ଷକ 12 ମାସ ପଢ଼ାଇଲା ପରେ ମଧ୍ୟ କେହି କେହି ପୁଣି ଫେଲ୍ ହୋଇଯାଇଥାନ୍ତି। ଏହି ବେହଦର ବାବା ମଧ୍ୟ ପ୍ରତ୍ୟହ ସନ୍ତାନମାନଙ୍କୁ ପଢ଼ାଉଛନ୍ତି। ତଥାପି କାହାର ଧାରଣା ହେଉଛି, କେହି ପୁଣି ଭୁଲି ଯାଉଛନ୍ତି। ଏହି ମୁଖ୍ୟ କଥା ହିଁ ବୁଝାଯାଉଛି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ହିଁ କହୁଛନ୍ତି, କେବଳ ମୋତେ ମନେ ପକାଅ। ଅନ୍ୟ କୌଣସି ମନୁଷ୍ୟ ଏକଥା କେବେ ହେଲେ କହିପାରିବେ ନାହିଁ। ବାବା କହୁଛନ୍ତି, ମୁଁ ଥରେ ମାତ୍ର ହିଁ ଆସେ। କଳ୍ପ ଶେଷରେ ପୁଣି ସଙ୍ଗମ ଯୁଗରେ ଥରେ ମାତ୍ର ତୁମମାନଙ୍କୁ ହିଁ ବୁଝାଉଛି। ତୁମେ ହିଁ ଏହି ଜ୍ଞାନ ପ୍ରାପ୍ତ କରୁଛ। ଅନ୍ୟ କେହି ଜ୍ଞାନ ଆହରଣ କରୁନାହାନ୍ତି। ପ୍ରଜାପିତା ବ୍ରହ୍ମାଙ୍କର ତୁମେ ମୁଖ ବଂଶାବଳୀ ବ୍ରାହ୍ମଣ ହିଁ ଏହି ଜ୍ଞାନକୁ ବୁଝୁଛ। ଜାଣିଛ ଯେ କଳ୍ପ ପୂର୍ବରୁ ମଧ୍ୟ ବାବା ଏହି ସଙ୍ଗମରେ ଆସି ଜ୍ଞାନ ଶୁଣାଇଥିଲେ। ତୁମ ବ୍ରାହ୍ମଣମାନଙ୍କର ହିଁ ପାଠ ରହିଛି। ଏହି ସବୁ ବର୍ଣ୍ଣ ମଧ୍ୟ ଦେଇ ତ ନିଶ୍ଚୟ ଯିବାକୁ ହେବ। ଅନ୍ୟ ଧର୍ମାବଲମ୍ବୀମାନେ ଏହି ବର୍ଣ୍ଣରେ ଆସୁନାହାନ୍ତି। ଭାରତବାସୀ ହିଁ ଏହି ବର୍ଣ୍ଣରେ ଆସୁଛନ୍ତି। ବ୍ରାହ୍ମଣ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି। ସେଥିପାଇଁ ବାବାଙ୍କୁ ଭାରତରେ ଆସିବାକୁ ପଡ଼ୁଛି। ତୁମେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ ଅଟ। ବ୍ରାହ୍ମଣଙ୍କ ପରେ ପୁଣି ରହିଛନ୍ତି ଦେବତା ଏବଂ କ୍ଷତ୍ରିୟ। କ୍ଷତ୍ରିୟ କାହାକୁ କରାଯାଉ ନାହିଁ। ତୁମକୁ ତ ବାବା ବ୍ରାହ୍ମଣ କରୁଛନ୍ତି, ପୁଣି ତୁମେ ଦେବତା ହେଉଛ। ଦେବତାମାନଙ୍କର ପୁଣି ଧୀରେ ଧୀରେ କଳା କମ୍ ହେଲେ ତାଙ୍କୁ କ୍ଷତ୍ରିୟ କୁହାଯାଏ। ଦେବତାର କ୍ଷତ୍ରିୟ ବର୍ଣ୍ଣ ସ୍ୱତଃ ହିଁ ସ୍ପଷ୍ଟ ହୋଇଥାଏ। ବାବା ତ ଆସି ବ୍ରାହ୍ମଣ କରୁଛନ୍ତି, ପୁଣି ବ୍ରାହ୍ମଣରୁ ଦେବତା, ପୁଣି ସେହିମାନେ ହିଁ କ୍ଷତ୍ରିୟ ହେଉଛନ୍ତି। ତିନୋଟି ଯାକ ଧର୍ମ ଏକା ବାବା ହିଁ ଏବେ ସ୍ଥାପନା କରୁଛନ୍ତି।
ଏପରି ନୁହେଁ କି ବାବା ସତ୍ୟ ତ୍ରେତା ଯୁଗରେ ପୁନର୍ବାର ଆସନ୍ତି। ମନୁଷ୍ୟ ନ ବୁଝିବା କାରଣରୁ କହିଦେଉଛନ୍ତି ସତ୍ୟ ଯୁଗ ତ୍ରେତାରେ ମଧ୍ୟ ଆସୁଛନ୍ତି। ବାବା କହୁଛନ୍ତି ମୁଁ ଯୁଗେ ଯୁଗେ ଆସେ ହିଁ ନାହିଁ, ମୁଁ ଥରେ ମାତ୍ର କଳ୍ପର ସଙ୍ଗମରେ ହିଁ ଆସୁଛି। ତୁମକୁ ମୁଁ ହିଁ ବ୍ରାହ୍ମଣ କରୁଛି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା। ମୁଁ ତ ପରମ ଧାମରୁ ଆସୁଛି। ଆଚ୍ଛା, ବ୍ରହ୍ମା କେଉଁଠାରୁ ଆସୁଛନ୍ତି? ବ୍ରହ୍ମା ତ 84 ଜନ୍ମ ନେଇଥାନ୍ତି, ମୁଁ ନେଉନାହିଁ। ବ୍ରହ୍ମା ସରସ୍ୱତୀ, ଯିଏକି ବିଷ୍ଣୁଙ୍କର 2 ରୂପ ଲକ୍ଷ୍ମୀ ନାରାୟଣ ହେଉଛନ୍ତି, ସେଇମାନେ ହିଁ 84 ଜନ୍ମ ନେଉଛନ୍ତି। ପୁଣି ତାଙ୍କର ବହୁତ ଜନ୍ମ ଅନ୍ତେ ମୁଁ ପ୍ରବେଶ କରି ଏହାଙ୍କୁ ବ୍ରହ୍ମା ରୂପେ ଅଭିହିତ କରୁଛି। ଏହାଙ୍କ ନାମ ମୁଁ ବ୍ରହ୍ମା ରଖୁଛି। ଏହା ତାଙ୍କର ନିଜସ୍ୱ ନାମ ନୁହେଁ। ପିଲାର ଜନ୍ମ ହେଲେ ଷଠି ପୂଜା କରିଥାନ୍ତି, ଜନ୍ମଦିନ ପାଳନ କରିଥାନ୍ତି। ଏହାଙ୍କର ଜନ୍ମପତ୍ରୀ ଜାତକ ନାମ ତ ଲେଖରାଜ ଥିଲା। ତାହା ତ ବାଲ୍ୟାବସ୍ଥାରେ ଥିଲା। ଏବେ ନାମ ବଦଳିଲା ଯେହେତୁ ସଙ୍ଗମରେ ଏହାଙ୍କ ଶରୀରରେ ବାବା ପ୍ରବେଶ କଲେ। ବାନପ୍ରସ୍ଥ ଅବସ୍ଥାରେ ହିଁ ଏହାଙ୍କ ନାମ ବଦଳୁଛି। ସେହି ସନ୍ନ୍ୟାସୀମାନେ ତ ଘର ଦ୍ୱାର ଛାଡ଼ି ଚାଲିଗଲା ପରେ ହିଁ ତାଙ୍କ ନାମ ବଦଳିଥାଏ। ଇଏ ତ ଘରେ ହିଁ ରହୁଛନ୍ତି। ଏହାଙ୍କ ନାମ ବ୍ରହ୍ମା ରଖାଯାଇଛି। କାହିଁକି ନା ବ୍ରାହ୍ମଣ ଦରକାର ନା। ତୁମକୁ ଆପଣାର କରି ପବିତ୍ର ବ୍ରାହ୍ମଣ କରୁଛନ୍ତି, ପବିତ୍ର କରାଯାଉଛି। ଏପରି ନୁହେଁ କି ତୁମେ ଜନ୍ମରୁ ହିଁ ପବିତ୍ର ଅଟ। ତୁମକୁ ପବିତ୍ର ହେବାର ଶିକ୍ଷା ମିଳୁଛି। କିପରି ପବିତ୍ର ହେବ, ଏହା ହେଉଛି ମୁଖ୍ୟ କଥା। ତୁମେ ଜାଣିଛ ଯେ ଭକ୍ତି ମାର୍ଗରେ ଜଣେ ହେଲେ ବି ପୂଜ୍ୟ ହୋଇପାରିବେ ନାହିଁ। ମନୁଷ୍ୟ ଗୁରୁମାନଙ୍କ ପାଖରେ ମୁଣ୍ଡ ନୁଆଇଥାନ୍ତି, କାହିଁକି ନା ସେମାନେ ଘରଦ୍ୱାର ଛାଡ଼ି ପବିତ୍ର ହୋଇଥାନ୍ତି, କିନ୍ତୁ ତାଙ୍କୁ ପୂଜ୍ୟ କୁହାଯିବ ନାହିଁ। ପୂଜ୍ୟ ସେ ଅଟନ୍ତି ଯିଏ କାହାକୁ ବି ସ୍ମରଣ କରନ୍ତି ନାହିଁ। ସନ୍ନ୍ୟାସୀମାନେ ବ୍ରହ୍ମ ତତ୍ତ୍ୱକୁ ମନେ ପକାଇଥାନ୍ତି ନା ପ୍ରାର୍ଥନା କରିଥାନ୍ତି। ସତ୍ୟ ଯୁଗରେ କାହାକୁ ବି ମନେ ପକାନ୍ତି ନାହିଁ। ଏବେ ବାବା କହୁଛନ୍ତି ତୁମକୁ ଜଣକୁ ହିଁ ମନେ ପକାଇବାକୁ ହେବ। ତାହା ତ ହେଉଛି ଭକ୍ତି। ତୁମ ଆତ୍ମା ମଧ୍ୟ ଗୁପ୍ତ ଅଟେ। ଆତ୍ମାକୁ ଯଥାର୍ଥ ରୂପରେ କେହି ଜାଣିନାହାନ୍ତି। ସତ୍ୟଯୁଗ ତ୍ରେତାରେ ମଧ୍ୟ ଶରୀରଧାରୀ ହୋଇ ନିଜର ଶାରୀରିକ ନାମରେ ଅଭିନୟ କରିଥାନ୍ତି। ନାମ ବିନା ତ ଅଭିନେତା ହୋଇପାରିବେ ନାହିଁ। କେଉଁଠି ଥିଲେ ମଧ୍ୟ ଶରୀରର ନାମ ନିଶ୍ଚୟ ରହିବ। ନାମ ବିନା ଅଭିନୟ କିପରି କରିବ? ତେବେ ବାବା ବୁଝାଉଛନ୍ତି, ଭକ୍ତି ମାର୍ଗରେ ଗାୟନ କରୁଛନ୍ତି, ଆପଣ ଆସିଲେ ଆମେ ଆପଣଙ୍କ ବ୍ୟତୀତ ଆଉ କାହାକୁ ନିଜର କରିବୁ ନାହିଁ। ଆମେ ଆପଣଙ୍କର ହିଁ ହେବୁ। ଏକଥା ଆତ୍ମା କହୁଛି। ଭକ୍ତି ମାର୍ଗରେ ଯିଏ ବି ଦେହଧାରୀ ଅଛନ୍ତି, ଯାହାଙ୍କର ନାମ ରହିଛି, ତାଙ୍କୁ ଆମେ ପୂଜା କରିବୁ ନାହିଁ। ଯେତେବେଳେ ଆପଣ ଆସିବେ ଆମେ ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ। କେବେ ଆସିବେ ଏକଥା ମଧ୍ୟ ଜାଣିନାହାନ୍ତି। ଅନେକ ଦେହଧାରୀ ନାମଧାରୀଙ୍କର ପୂଜା କରିଚାଲିଛନ୍ତି। ଅଧା କଳ୍ପର ଭକ୍ତି ପୁରା ହେଲେ ବାବା ଆସନ୍ତି। ବାବା କହୁଛନ୍ତି କି ତୁମେ ଜନ୍ମ ଜନ୍ମାନ୍ତର କହି ଆସିଛ, ଆମେ ତୁମ ବିନା କାହାକୁ ବି ମନେ ପକାଇବୁ ନାହିଁ, ନିଜ ଦେହକୁ ମଧ୍ୟ ମନେ ପକାଇବୁ ନାହିଁ। କିନ୍ତୁ ମୋତେ ତ ଜାଣି ହିଁ ନାହାନ୍ତି, ତେବେ କିପରି ମନେ ପକାଇବେ? ଏବେ ବାବା ବସି ବୁଝାଉଛନ୍ତି ମଧୁର ସନ୍ତାନମାନେ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ବାବା ହିଁ ପତିତ ପାବନ ଅଟନ୍ତି। ତାଙ୍କୁ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ସତ୍ତ୍ୱ ପ୍ରଧାନ ହୋଇଯିବ। ସତ୍ୟଯୁଗ ତ୍ରେତାରେ ଭକ୍ତି ନଥାଏ। ସେଠାରେ ତୁମେ କାହାକୁ ମଧ୍ୟ ମନେ ପକାଇ ନଥାଅ, ନା ବାବାଙ୍କୁ ନା କୌଣସି ଚିତ୍ରକୁ। ସେଠାରେ ତ ସୁଖ ହିଁ ସୁଖ ରହିଥାଏ। ବାବା ବୁଝାଉଛନ୍ତି ଯେତେ ତୁମେ ନିକଟତର ହେବ କର୍ମାତୀତ ଅବସ୍ଥା ହୋଇ ଚାଲିବ। ସତ୍ୟ ଯୁଗରେ ନୂଆ ଦୁନିଆ, ନୂଆ ଘରେ ବହୁତ ଖୁସି ମଧ୍ୟ ରହିବ। ପୁଣି 25% ପୁରୁଣା ହୋଇଗଲେ ଯେପରି ସ୍ୱର୍ଗକୁ ହିଁ ଭୁଲି ଯାଇଥାନ୍ତି। ତେଣୁ ବାବା କହୁଛନ୍ତି ତୁମେ ଗାୟନ କରୁଥିଲ ଆପଣଙ୍କର ହିଁ ହେବୁ, ଆପଣଙ୍କ ଠାରୁ ହିଁ ଶୁଣିବୁ। ତେବେ ନିଶ୍ଚୟ ତୁମେ ପରମାତ୍ମାକୁ ହିଁ କହୁଛ ନା।
आत्मा कहुछि परमात्मा बाबांक पई आत्मा सूक्ष्म बिंदु अटे तांकु देखिबा पई दिव्य दृष्टि दरकार। आत्मा को स्थूलतः ध्यान करि परिबो नाही। आमे आत्मा एते छोट बिंदु अटे एपरी भाबी मने पकाइबा मेहनत अटे। केही आत्मा को साक्षात्कार करिबा पई चेष्टा करंती नाही, परमात्मा का पई चेष्टा करी थांती। जाहांक निमंते सुना जाए जे से हजार सूर्य ठारू तेजोमय अटंती। जदि काहाकू साक्षात्कार हुए तेबे कही थांती बहुत तेजोमय रूप थिला, काहेकि ना ताहा ही सुनी छंती। जाहांकर नबधा भक्ति करिबे तांको ही देखिबे, नचेते विश्वास ही रहिब नाही। बाबा कहुछंती आत्मा को ही देखी नाह, तेबे परमात्मा को किपरि देखिब? आत्मा को किपरि देखि परिब? आउ समस्तंकर तो शरीरर चित्र अछि, नाम मध्य रहिछि। आत्मा हेउछि बिंदु, बहुत छोट, ताको किपरि देखिब? बहुत चेष्टा करुछंती, किंतु एही आखि द्वारा देखि परिबे नाही। आत्मा को ज्ञानर अव्यक्त दृष्टि मिलिछि। एबे तुमे जानुछ आमे आत्मा केते सूक्ष्म अटु। मो आत्मा रे 84 जन्मर अभिनय भरी होई रहिछि, जाहाकू मते पुनरावृत्ति करिबाकू हेब। तुमको श्रेष्ठ करिबा पई बाबांकर श्रीमत मिलुछि, तेणु ताहाकू पालन करिबा दरकार। तुमको दैवी गुण धारण करिबाकू हेब। खाद्य पानीय चलनी मध्य बहुत राजकीय दिव्य हेबा दरकार। तुमे देवता हेउछ। देवता माने निजे पूज्य अटंती। सेमाने केबे काहाको पूजा करंती नाही। सेमाने तो दी मुकुटधारी अटंती ना, सेमाने केबे काहार पूजा करंती नाही, तेणु पूज्य हेले ना। सत्य जुगरे काहाको पूजा करिबार आवश्यकता ही नाही। बाकी हाँ, परस्पर को सम्मान निश्चय देबे। एभली नमस्कार करिबा एहाकू सम्मान कुहा जाए। एपरि नुहे जे मन भितरे तांको स्मरण करिबाकू हेब, सम्मान तो देबाकू ही पड़िब। जेपरि प्रेसिडेंट को समस्ते सम्मान देइथांती, जानिछंती ये बहुत उच्च पदाधिकारी, तांकू कोन नमस्कार करिवे कि? तेणु बाबा बुझाउछंती एही ज्ञान मार्ग बिल्कुल अलगा जिनिस अटे। एथिरे केवल निजको आत्मा भाबिबाकू हेब, जहा कि तुमे भूली जाइछ। शरीरर नाम को मने रखी देइछ। कर्म तो निश्चय नाम द्वारा ही करिबाकू हेब। बिना नामरे काहाकू डाकिब किपरि? जदिओ तुमे शरीर धारी होई अभिनय करुथाओ, पछे बुद्धि द्वारा शिव बाबांकू मने पकाइबाकू हेब। श्रीकृष्ण का भक्त भाबुछंती आमको कृष्ण को ही स्मरण करिबाकू हेब। बास जेउ आड़े देखुछि कृष्ण ही कृष्ण, मु भी कृष्ण, तुमे भी कृष्ण। आरे तुमर नाम अलगा, तांकर नाम अलगा, समस्ते कृष्ण ही कृष्ण किपरि होई परिबे? समस्तंकर नाम कण कृष्ण होई परिब? जहा आसुछि ताहा कही देउछंती। एबे बाबा कहुछंती भक्ति मार्गर सबु चित्र को भूली एका बाबांकू मने पकाओ। चित्र गुड़ी को तुमे पतित पावन कहू नाह। हनुमान आदि कण पतित पावन कि? अनेक गुड़िए चित्र रहिछि, केही भी पतित पावन नुहंती। कौनसी भी देवी हुअन्तु जहांकर शरीर अछि, तांकु पतित पावन कुहाजिब नाही। 6-8 भुजाधारी देवी मानकु तियारी करुछंती सबु निज बुद्धि रे। इए किए ताहा तो जानी नाहंती। ए माने पतित पावन बाबांकर सहयोगी संतान अटंती। ए कथा काहाकु हेले जणा नाही। तुमर रूप तो साधारण ही अटे। एही शरीर तो विनाश होइजिब। एपरि नुहे जे तुमर चित्र आदि रहिब, एसबु नष्ट होइजिब। वास्तवरे तुमे माने हेउछ देवी। नाम मध्य उच्चारण होई थाए, सीता देवी, अमुक देवी, राम देवता कहिबे नाही। अमुक देवी अथवा श्रीमती कहि देउछंती, ताहा मध्य भूल होई जाउछि। एबे पवित्र हेबा पई पुरुषार्थ करिबाकू हेब। तुमे मध्य कहुछ पतितरु पवित्र कर, एपरि कहू नाह कि लक्ष्मी नारायण तियारी कर। पतितरु पवित्र मध्य बाबा करुछंती, नररु नारायण मध्य से करुछंती। सेमाने तो पतित पावन निराकारंकु कहिथांती, आउ सत्य नारायण कथा सुणाइला बाला
ପୁଣି ଅନ୍ୟମାନଙ୍କୁ ଦେଖାଇଥାନ୍ତି। ଏପରି ତ କହୁନାହାନ୍ତି ଯେ ବାବା ସତ୍ୟନାରାୟଣ କଥା ଶୁଣାଇ ଅମର କର, ନରରୁ ନାରାୟଣ କର। କେବଳ କହୁଛନ୍ତି ଆସି ପବିତ୍ର କର। ବାବା ହିଁ ସତ୍ୟନାରାୟଣଙ୍କର କଥା ଶୁଣାଇ ପବିତ୍ର କରୁଛନ୍ତି। ତୁମେ ପୁଣି ଅନ୍ୟମାନଙ୍କୁ ସତ୍ୟ କଥା ଶୁଣାଉଛ। ଆଉ କେହି ଏକଥା ଜାଣିପାରନ୍ତି ନାହିଁ, ତୁମେ ହିଁ ଜାଣୁଛ। ଯଦିଓ ତୁମ ଘରେ ମିତ୍ର, ସମ୍ବନ୍ଧୀ, ଭାଇ ଇତ୍ୟାଦି ଅଛନ୍ତି, କିନ୍ତୁ ସେମାନେ ମଧ୍ୟ ବୁଝି ନାହାନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ନିଜକୁ ଶ୍ରେଷ୍ଠ କରିବା ପାଇଁ ବାବାଙ୍କର ଯେଉଁ ସବୁ ଶ୍ରୀମତ ମିଳୁଛି, ସେହି ଆଧାରରେ ଚାଲିବାକୁ ହେବ ଏବଂ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ପଡ଼ିବ। ଖାଦ୍ୟ ପାନୀୟ ଏବଂ ଚାଲିଚଳଣିକୁ ରୟାଲ ଅର୍ଥାତ୍ ରାଜକୀୟ କରିବାକୁ ହେବ। ନିଜକୁ ଶ୍ରେଷ୍ଠ କରିବା ପାଇଁ ବାବାଙ୍କର ଯେଉଁ ସବୁ ଶ୍ରୀମତ ମିଳୁଛି, ସେହି ଆଧାରରେ ଚାଲିବାକୁ ହେବ ଏବଂ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ପଡ଼ିବ। ଖାଦ୍ୟ ପାନୀୟ ଏବଂ ଚାଲିଚଳଣିକୁ ରୟାଲ ଅର୍ଥାତ୍ ରାଜକୀୟ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ପରସ୍ପରକୁ ମନେ ପକାଇବାର ନାହିଁ, କିନ୍ତୁ ସମ୍ମାନ ନିଶ୍ଚିତ ଦେବାକୁ ହେବ। ନିଜେ ପବିତ୍ର ହେବାର ପୁରୁଷାର୍ଥ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ପରସ୍ପରକୁ ମନେ ପକାଇବାର ନାହିଁ, କିନ୍ତୁ ସମ୍ମାନ ନିଶ୍ଚିତ ଦେବାକୁ ହେବ। ନିଜେ ପବିତ୍ର ହେବାର ପୁରୁଷାର୍ଥ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। ବରଦାନ, ନିରସ ବାତାବରଣ ଭିତରେ ଖୁସିର ଝଲକ ଅନୁଭବ କରାଉଥିବା ସଦା ଖୁସିବାସିଆ ଭବ। ନିରସ ବାତାବରଣ ଭିତରେ ଖୁସିର ଝଲକ ଅନୁଭବ କରାଉଥିବା ସଦା ଖୁସିବାସିଆ ଭବ। ଏଭର ହାପି ଅର୍ଥାତ୍ ସର୍ବଦା ଖୁସିରେ ରହିବାର ବରଦାନ ଯେଉଁ ପିଲାମାନଙ୍କୁ ପ୍ରାପ୍ତ ଅଟେ, ସେମାନେ ଦୁଃଖର ଢେଉ ଉତ୍ପନ୍ନ କରୁଥିବା ବାତାବରଣରେ, ନିରସ ବାତାବରଣରେ, ଅପ୍ରାପ୍ତିର ଅନୁଭବ କରାଉଥିବା ବାତାବରଣରେ ସର୍ବଦା ଖୁସିରେ ରହିବେ ଏବଂ ନିଜର ଖୁସିର ଝଲକ ଦ୍ୱାରା ଦୁଃଖ ଏବଂ ଉଦାସୀର ବାତାବରଣକୁ ଏଭଳି ପରିବର୍ତ୍ତନ କରିବେ ଯେପରି ସୂର୍ଯ୍ୟ ଅନ୍ଧକାରକୁ ପରିବର୍ତ୍ତନ କରିଦେଇଥାଏ। ଅନ୍ଧକାର ଭିତରେ ଆଲୋକ ସୃଷ୍ଟି କରିବା, ଅଶାନ୍ତି ଭିତରେ ଶାନ୍ତିର ଅନୁଭୂତି କରାଇବା, ନିରସ ବାତାବରଣ ଭିତରେ ଖୁସିର ଝଲକ ଆଣିବା, ଏହାକୁ କୁହାଯାଏ ଏଭର ହାପି। ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା ରହିଛି। ସ୍ଲୋଗାନ, ଅଶରୀରୀ ତାକୁ କୁହାଯିବ ଯାହାକୁ ଶରୀରର କୌଣସି ବି ଆକର୍ଷଣ ନିଜ ଆଡ଼କୁ ଆକର୍ଷିତ କରୁନଥିବ। ଅଶରୀରୀ ତାକୁ କୁହାଯିବ ଯାହାକୁ ଶରୀରର କୌଣସି ବି ଆକର୍ଷଣ ନିଜ ଆଡ଼କୁ ଆକର୍ଷିତ କରୁନଥିବ। ଅବ୍ୟକ୍ତ ଇସାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତର ଅର୍ଥ ଏହା ନୁହେଁ ଯେ କର୍ମଠାରୁ ଅତୀତ ହୋଇଯାଅ। କର୍ମଠାରୁ ନିଆରା ହେବା ନୁହେଁ, କିନ୍ତୁ କର୍ମର ବନ୍ଧନରେ ବାନ୍ଧି ହେବାଠାରୁ ନିଆରା। ଏହାକୁ କୁହାଯାଏ କର୍ମାତୀତ। ତେବେ କର୍ମଯୋଗର ସ୍ଥିତି କର୍ମାତୀତ ସ୍ଥିତିର ଅନୁଭବ କରାଇଥାଏ। ଏହି କର୍ମଯୋଗୀ ସ୍ଥିତି କର୍ମାତୀତ ସ୍ଥିତିର ଅନୁଭବ କରାଇଥାଏ। ଏହି କର୍ମଯୋଗୀ ସ୍ଥିତି ଅତି ପ୍ୟାରୀ ଏବଂ ଅତି ନ୍ୟାରୀ ସ୍ଥିତି ଅଟେ। ଏଥିରେ ଯେତେ ବି ବଡ଼ ମେହନତ ବାଲା କାର୍ଯ୍ୟ ହୋଇଥାଉ ନା କାହିଁକି, ତାହା ଏଭଳି ଲାଗିବ ଯେପରି କାର୍ଯ୍ୟ କରୁନାହୁଁ, ଖେଳ ଖେଳୁଛୁ। ଓମ୍ ଶାନ୍ତି। ଆସ ପିଲାଏ ନୀତି କରିବା ଈଶ୍ୱରଙ୍କୁ ସ୍ମରଣ, ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ଆସ ପିଲାଏ ନୀତି କରିବା ଈଶ୍ୱରଙ୍କୁ ସ୍ମରଣ, ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ସ୍ୱଦର୍ଶନ ଚକ୍ରକୁ ଆମେ ଘୁରାଉଥିବା ନୀତି, ପ୍ରତିଦିନର ଚାର୍ଟ ଲେଖିଲେ ହେବନି ସେ ଉନ୍ନତି। ଆସ ପିଲାଏ
ନୀତି କରିବା ଈଶ୍ୱରଙ୍କୁ ସ୍ମରଣ। ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ଭଲ ମନ୍ଦକୁ ବୁଝିବା ପାଇଁ ମିଳିଛି ଦିବ୍ୟ ବୁଦ୍ଧି। ଦିବ୍ୟ ଗୁଣକୁ ଧାରଣ କଲେ ପାଇବା ସର୍ବସିଦ୍ଧି। କାହା ମନରେ ଦେବାନି ଦୁଃଖ କହି କଟୁ ବଚନ। ବ୍ୟର୍ଥକୁ ଛାଡ଼ି କରିବା ଆମେ ସଦାତ୍ମଚିନ୍ତନ। ଆସ ପିଲାଏ ନୀତି କରିବା ଈଶ୍ୱରଙ୍କୁ ସ୍ମରଣ। ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ସଭିଏ ଆତ୍ମା ଭାଇ ଭଉଣୀ ରଖିବା ସ୍ନେହ ଭାବ। ସଭିଙ୍କ ଗୁଣ କରିବା ଗାନ କରିବା ସହଯୋଗ। ନିତି ରାତିରେ ଶୋଇବା ବେଳେ ଲଗାଇ ଦରବାର। ଭୁଲ କରିଲେ ଧରିବା କାନ ବିକାର ହେବ ଦୂର। ଆସ ପିଲାଏ ନୀତି କରିବା ଈଶ୍ୱରଙ୍କୁ ସ୍ମରଣ। ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ରାଜକୀୟର ସଂସ୍କାର ଧରି ହୋଇବା ପୁଣ୍ୟ ଆତ୍ମା। ପ୍ରତି ଆତ୍ମାର ଦେଖିବା ଗୁଣ ଦେଖିବା ବିଶେଷତା। ପରମାତ୍ମାଙ୍କ ବରଦାନରେ ସ୍ଥିତି ଯିବ ବଦଳି। ନିଆଁ ଲିଭିବ ବିଘ୍ନ ଟଳିବ ଶୀତଳ ଜଳ ଭଳି। ଆସ ପିଲାଏ ନୀତି କରିବା ଈଶ୍ୱରଙ୍କୁ ସ୍ମରଣ। ଜ୍ଞାନ ବିଚାର ମନ୍ଥନ କଲେ ଖୁସି ରହିବ ମନ। ଖୁସି ରହିବ ମନ।